ओम नमो भगवते वासुदेवाय। पौष मासर कृष्णपक्ष एकादशी महात्म्य। ओ नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततः जयं मुदीरयेत्। मुखं करोति वाचालं पङ्गुं लङ्घयते गिरिं यत्कृपातहं वन्दे परमानन्दमाधवम्। निगमकल्पतरोगर्लितं फलं सुखमुखादमृतद्रवसंयुक्तं पिबतं भागवतं रसमालयं मुहुरहो रसिका भुवि भावुकाः। तृतीय अध्याय। युधिष्ठिर उवाच विनये पण्डुरसन्तति वासुदेवङ्कुपचारन्ति। ए पौष कृष्ण एकादशी कहिबा श्रीकृष्ण विशेषी। एहार किस नामधेय केउ विधिरे विधेय। श्रीकृष्ण उवाच कृष्ण कहन्ति पण्डुसुत ए मोर अत्यंत गुपत। प्रीति हेतुरु सुप्रकाश करिबा जेयबा विशेष। दक्षिणा विशेष रे कृत जे यज्ञ नानादि सुकृत। जेयबा तीर्थ व्रत मान केहि नुहन्ति ए समान। ए मोर यथा तुष्टिकर से रूपे नाही आउ पर। जे रूपे गीत भागवत कार्तिक व्रत जेवा भक्त तु अधिक ए जे व्रत। जान ए मोर पंचभूत पंच पवन प्राण सम। ए महाव्रत मोर प्राण तेणु ए व्रत यत्न करिबे सर्व नर नारी। ए पौष कृष्ण एकादशी महात्म्य गुण जे विशेषी। एबे एकादशी कर भेद न कर युधिष्ठिर। लोकमानंक हित पाई ए कृष्ण दीक्षा कहिबई। पौषर कृष्ण एकादशी नामे सफला करी भासी। एथिर देव नारायण अधिदेवता करी जान যত্নরে তাঙ্কু পূজা কর নানা নৈবেদ্য যুধিষ্ঠির। যে রূপে শেষ নাগৈষ গরুড় পক্ষীঙ্ক অধীশ। যথা দেবরে নারায়ণ দ্বিপদ ମଧ୍ୟରେ ব্রাহ্মণ। নদীঙ্ক মধ্যে গঙ্গা পরিবতঙ্ক মধ্যে ঈশ্বরী। সে জন মানে পূজ্য মর যে একাদশীরে তৎপর। শুণ সফল বিধি রাজা ফল মানরে জহি পূজা। জম্ভীর মুগ নারিকেଳ ডাଳିম্ব বীজ পুর ফଳ। আমল বঙ্গ জাতি ফଳ ଅନ୍ୟ ସେ ବିଶୁଦ୍ଧ ମଧୁର। ଫଳେ ପୂଜିବ ନାରାୟଣୀ ଦୀପ ସୁରଭି ଧୂପଦାନୀ। ଜାଗର ଦେଇ ଉଜାଗର ହୋଇବ ଦେବତା ଆଗର। ଅରୁଣ ଉଦୟ ଅବଧି ଯେ କରେ ଉଜାଗର ବିଧି। ଏକାଗ୍ର ମନରେ ତାହାର ପୁଣ୍ୟ କହିବା ଯୁଧିଷ୍ଠିର। ଯଜ୍ଞ ସେ ପୁଣ୍ୟ ସମାନ ହୁଏ ଗଙ୍ଗାଦି ତୀର୍ଥ ନୀନ ହୁଏ। ଏ ଲୋକ ପରଲୋକ ଦୁଇ ଜିଣି ଯେ ଜ୍ୟୋତିଷ୍ମଦ ହୋଇ। 5,000 ବର୍ଷ କାଳ ତପସ୍ୟା କରି ଯେତେ ଫଳ ସଫଳା ଦିନେ ଉଜାଗର ହୋଇ ସେ ଫଳ ପାଏ ନର। କହିବା ଅବନି ନାୟକ ଶୁଣ ସଫଳା କଥା ଏକ। ଅଛଇ ଚମ୍ପାବତୀ ନାମ ଏକଇ ପୁର ସୁସମ୍ପନ୍ନ। ତହିଁରେ ରାଜା ମହିଷ୍ମତ ତାଙ୍କର ହେଲେ 4 ସୁତ। ଏକ ଏକରେ ବଳିଆର ଇଚ୍ଛା ଜିଣିବା 3 ପୁର। ଏ 4 ଭାଇଙ୍କର ଜ୍ୟେଷ୍ଠ ଦୁଷ୍ଟ ଆଚାରେ ସ୍ତଗରିଷ୍ଠ। ନିର୍ଭୟ ପାପ କରିବାରେ ଅତି ତତ୍ପର ପରଦାରେ। ବେଶ୍ୟା ସଙ୍ଗତେ ଅତି ରତ ନିରତେ ପାନ ଦୃଢ଼ ମତ। ପାପ ଆଚାରେ ପିତା ଧନ ବ୍ୟୟ ସେ କଲା ପୁନଃ ପୁନଃ। ବ୍ରାହ୍ମଣ ବୈଷ୍ଣବ ନିନ୍ଦଇ ନିତ୍ୟ ସତ୍ୟ କୃତେ ଥାଇ। ଇଦୃଶ କରିଣ ପୁତ୍ରକୁ ଦେଖି ଶୁଣିଣ ତୋପେ ତାକୁ। ଲମ୍ବକ ନାମା କରି ତାତ ରାଜ୍ୟରୁ କଲେ ନିଷ୍କାସିତ। ବନ୍ଧୁବାନ୍ଧବ ପ୍ରଜାମାନେ ଭୟରେ ନ ରଖିଲେ ସ୍ଥାନେ। କଦାପି ସ୍ୱାଭାବିକ ଗୁଣ ଦଣ୍ଡମଣ୍ଡରେ ନୁହେଁ ଆନ।
ଦେଖନ୍ତି ସେହି ଗୁଣ ପରେ ଲମ୍ବକ ବିଚାରିଲା ଥରେ, ବୋଲି ମୁଁ ବହୁତ କୁକର୍ମ ପିତାଜୀଙ୍କର ଏକ ଧର୍ମ, ନଦେଲେ ଖାଇବାକୁ ମୋତେ ରାଜ୍ୟରୁ ନିଷ୍କାସି ସମସ୍ତେ। ଏତେ ବିଚାରି ସେ ପାପିଷ୍ଟ ପୁଣି ପାପରେ ପ୍ରବିଷ୍ଟ, ସିଦ୍ଧାନ୍ତ କଲା ବନେଥିବି ପିତାର ରାଜ୍ୟକୁ ନ ଯିବି। ଏତେ ବିଚାରି ସେ ଲମ୍ବକ ଗଲା ଗହନ ବନ ଏକ, ତହିଁରେ ରହି ଜୀବ ମାରି ପିତାଙ୍କ ରାଜ୍ୟ ଚୋରି କରି। କଲା ସେ ବୃତ୍ତି ନିରନ୍ତର, ନହିଲା ନିବୃତ୍ତି ଅନ୍ତର। ଶୁଦ୍ଧ ମତିରେ ଧରି ଲୋକେ ନ ମାରି ଛାଡ଼ିଦେଲେ ଶୋକେ, ନିତ୍ୟ ଆମିଷ ଥାନ୍ତି ରତ, ଦିଅ ବା ଚର୍ଯ୍ୟ ବେଶ୍ୟାରତ। ଏ ସର୍ବଜନ୍ମାନ୍ତର ପାପ ହେତୁରୁ ହୋଇଲା ହେ ନୃପ, ଅତି ଦୁରନ୍ତ ପାପ ଭୋଗ କରନ୍ତେ ଫଳ ହେଲା ଗଗ। କରିବି କିପା ଜୀବ ଘାତ, ଯହୁ ନରକେ ହୁଏ ପାତ। ଏ ବନେ ଏତେ ଫଳ ଅଛି, ଖାଇବି ମୋ ମନକୁ ବାଛି। କିମ୍ପା କରିବି ଘରେ ଚୋରି, ଦୁଃଖ ପାଇଲେ ଅଜ କରି। ବେଶ୍ୟାକୁ ଧନ ଦେଲି କେତେ, ତାହା ନ ଦେଲି ସାଧୁ ହସ୍ତେ। ଦେଖ ଏ ପାପ ପୁଣ୍ୟ ଗତି, ବଦଳି ଗଲା ସେହି ମତି। ଏ ରୂପେ ପାପ ପୁଣ୍ୟ ଗତି, ଶୁଣି ବିସ୍ମିତ ନରପତି। ପୁଣି କୃଷ୍ଣଙ୍କୁ ପଚାରିଲେ ଲମ୍ବକ କେଉଁ ବୃତ୍ତି କଲେ। କୃଷ୍ଣ କହିଲେ ପଣ୍ଡୁସୁତ, ଶୁଣ ସେ କଲେ ଋଷି ବୃତ। ଆଶ୍ରମ ଅଶ୍ୱଥର ତଳେ, ରହି ବଞ୍ଚିଲେ ଫଳମୂଳେ। ଏହି ଆଶ୍ରମ ଥାଇ ତାର, କ୍ରମରେ ଗଲା କେତେ କାଳ। ପୁଷ୍ପବାସିତ ଦଶମୀରେ, ଲମ୍ବକ ଅତି ଶୀତ ଡରେ। ନ ଖାଇ ରହିଲା କନିଶି, ରାତ୍ର ପାଇଲେ ଏକାଦଶୀ। ପ୍ରାତଃ କାଳର ସ୍ନାନ କଲା, ତତ୍କାଳ ସାରି ବିଚାରିଲା। ଆଣିଲା କିଛି ଫଳମୂଳ, ଆଶ୍ରମେ ରହିଲା ସକଳ। ଖାଇବ ବୋଲି ଆପେ ବାଢ଼ି, ଆପଣା ଘର ମନେ ପଡ଼ି। ଜାତ ହେବାରୁ ଅତି ଦୁଃଖ, ହେଲା ସେ ଆତ୍ମାରେ ବିମୁଖ। ପ୍ରୟାସ ଦୁର୍ବଳାଚାରୀର, ତହିଁରେ ଚିନ୍ତା ଅତି ଘୋର। ପୁଷ ମାସରେ ହିମ ପଡ଼ି, ଗଲା ଲମ୍ବକ ଅତି ସଢ଼ି। କଥା ନ ଆସେ ଦନ୍ତ ଥରେ, ଭାଗ୍ୟବଶରୁ କୃଷ୍ଣ ସ୍ଫୁରେ। ଉଠି ନ ପାରେ ଦେହ ଥରେ, କୃଷ୍ଣ ଉଚ୍ଚାରେ ଅତି ଧୀରେ। ଏ ରୂପେ ବୋଲୁ ବୋଲୁ ଦିନ, ଗଲା ପ୍ରବେଶ ହେଲା ମନ। ଅତି ଦୁର୍ବଳ ସେ ପ୍ରୟାସ, ତହିଁରେ ହେଲା ଉପବାସ। ଶୀତରେ ହୁଏ ଥର ଥର, ଉଠି ନ ପାରେ ହୁଏ ଅସ୍ଥିର। ଦୁଃଖ ବିଚାରି ମୃତ୍ୟୁ ସୁଖ, ମରିବି ନ ସହିବି ଦୁଃଖ। ଏତେ ବିଚାରି ଥର ଥର, ହୋଇ ଉଠିଲା ଦେଇ ଭାର। ବଳେ ଧଇଲା ଫଳମାନ, ବୋଇଲା ପ୍ରଭୁ ନାରାୟଣ। ଶୀତ ହୋଇଲା ଦୁଃଖ ନହୁ, ଅଥବା ଦୁଃଖ ଯାଉ। ଏମନ୍ତ ବୋଲି ଫଳମୂଳ, ରଖି ଅସ୍ୱସ୍ଥ ବୃକ୍ଷମୂଳ। ଦୁଃଖରୁ କିଛି ନ ଖାଇଲା, ନ ଖାନ୍ତେ ନିଦ୍ରା ହିଁ ନହିଲା। ବାତ କମ୍ପିତ ବୃକ୍ଷ ଡାଳୁ, ହିମ ଶିକର ପଡ଼ିବାରୁ। ସୀତାଇ ଯାଏ ସେ ଲମ୍ବନ, କିଏ ବା ପଡ଼ନ୍ତି ମୃତନ। ମୃତକ ଭେଦ ଚାହିଁବାର, କରଇ ମନରେ ବିଚାର। କେତେ ଦୁଷ୍କୃତ କରିଥିଲି, ଏ ଘୋର ବନରେ ରହିଲି। ଛାଡ଼ିଲି ଚମ୍ପାବତୀପୁର, ଆପଣା ପିତା ମାତା ଘର। ଏକାକୀ ହୋଇ ଏଥି ରହି, ନ କଲେ ମୋରେ ଦୟା କେହି। ତାହାଙ୍କୁ କି ପାଇଁ ବୋଲିବି, ଆପଣା କର୍ମକୁ ଭୁଞ୍ଜିବି। ଈଶ୍ୱର କର୍ମଫଳ ଦାତା, ରାଜଦଣ୍ଡରୁ ଦଣ୍ଡଦାତା। ଗଲା ଲୋକର ଦୃଢ଼ ହୋଇ, କୁକର୍ମ କର୍ତ୍ତା ନିନ୍ଦା ପାଇ। ଏହାକୁ ଯହୁଁ ନିନ୍ଦା କଲି, ଅଧିକ ଦୁଷ୍କୃତ ଅର୍ଜିଲି। ଏ ମୋର ସର୍ବ ପାପ ମାନ ନାଶ କର ହେ ନାରାୟଣ। ଏତେ ବିଚାରି ଉଠି ମନ ନ ପାରି ହେଲା ଅଚେତନ। ଦେଖିଲା ରାତ୍ର ଅବଶେଷ, କାଲି ହୋଇଛି ଉପବାସ। ସ୍ନାନ କରିବି ବୋଲି ଗଲା ମାର୍ଗରେ ମୋହରେ ପଡ଼ିଲା। ମୋ ଛାଡ଼ିଣ ଦିଗ ଚାହିଁ, ଦେଖିଲା ସୂର୍ଯ୍ୟ ଉଦୟ ହୋଇ। ଏହି କାଳରେ ନାରାୟଣ ଘେନିତା ଦୁଃଖ ନିବେଦନ, ସଫଳ ପରବେଶ ହୋଇ। ଶୁଣିଲେ ମହାବ୍ରତୀ ଏହି, କଲା ଏହି ଯେ ଜାଗରଣ। ଫଳମାନଙ୍କ ସମର୍ପଣ, ମୋ ନାମ ପୁନଃ ପୁନଃ ଧରି। ତେଣୁ ସଫଳ ବ୍ରତ କରି, ଏଣୁ ଏ କିଛି ଫଳ ପାଉ, ଏହାର ଦୁର୍ଗତି ଯେ ଯାଉ। ଏମନ୍ତ ବିଚାରନ୍ତେ ହରି, ସର୍ବସମ୍ପଦ ଆଗ କରି। ଲମ୍ବକ ରୂପେ ଚମତ୍କାର, କଙ୍କଣ ବୀରବଲ୍ଲିହାର। ଏହି ସମୟରେ ଖୋଜା ଖୋଜି ଭେଟିଲେ ଆତ୍ମମନ୍ତ୍ରୀ ରାଜି। ଦେଖି ସୁସ୍ନାନ କରାଇଲେ, ପିତାଙ୍କ ହକରା କହିଲେ। ଖୁଆଇ ମିଷ୍ଟ ଦ୍ରବ୍ୟମାନ, ଦେଉ ଆତ୍ମୀୟ ଦିବ୍ୟ ଯାନ। ଚାହିଁ ଅସ୍ୱସ୍ଥ ତରୁ ରାଜା, କରିଣ ମାନସିକ ପୂଜା। ଗଲେ ସେ ଦିବ୍ୟ ଯାନ ଚଢ଼ି, ବିଷ୍ଣୁଙ୍କ ବଚ ମନେ ପଡ଼ି। ପ୍ରବେଶ ହେଲେ ଚମ୍ପାବତୀ, ଆନନ୍ଦେ ସମସ୍ତେ ଦେଖନ୍ତି। ଉଠି ଆପଣେ ମାହିଷ୍ମତ, ବସାଇ ଅଙ୍କରେ ତୁରିତ। ପୁତ୍ରକୁ ସମ୍ଭାବନା କଲେ, କି ନ ମିଳେ କୃଷ୍ଣ କଲେ। ଦେଲେ ଆପଣା ଅଧିକାର, ସମର୍ପି ସବୁ ରାଜ୍ୟଭାର। ଅଙ୍କରୁ ଉଠି ଯୁବରାଜା, କଲେ ପିତାଙ୍କ ପାଦେ ପୂଜା।
ମାତୃଗଣଙ୍କୁ ପୂଜା କରି ରହିଲେ ନିଜ ସ୍ଥାନ ଭରି। ଚଳିଲେ ଧର୍ମେ ପ୍ରଜାଗଣ ଭକ୍ତିରେ ବୈଷ୍ଣବ ବ୍ରାହ୍ମଣ। ଭଜିଲେ ଭଗବାନ ପଦ ଦେହରେ ସମସ୍ତ ବିପଦ। ଆଶ୍ରମ ଧର୍ମ ଆଶ୍ରୟ କରି ପାଇଲେ ଶୁଦ୍ଧ ପୁତ୍ର ଚାରି। ବିଷ୍ଣୁ ବୈଷ୍ଣବ ଦୃଢ଼ ଭକ୍ତି ଜାଣି ନୃପତି ହେଲେ ତୃପ୍ତି। ହକାରି ପୁତ୍ରଙ୍କୁ ଅଣାଇ ଦେଲେ ଚାମର ଛତ୍ର ଦୁଇ। ଚମ୍ପାବତୀ କି ସମର୍ପିଲେ ରାଜତ୍ୱ କରତୁ ବୋଇଲେ। ଅମାତ୍ୟ ପୁରୋହିତ ମନ୍ତ୍ରୀ ଘେନି ପାଳ ତୁଏ ଧରିତ୍ରୀ। ଏମନ୍ତେ ପୃଥ୍ୱୀ ପୁତ୍ରେ ଦେଇ ଗଲେ ନୃପତି ବନ ଭୂଇଁ। ବନେ ଆଧ୍ୟାତ୍ମ ଜ୍ଞାନ ସାଧି ଧୈର୍ଯ୍ୟ କାମାଦି ରିପୁ ବ୍ୟାଧି। ବିଷ୍ଣୁ ଲୋକକୁ ଗଲେ ରାଜା ଲମ୍ବକ ହେଲେ ପୃଥ୍ୱୀ ରାଜା। ପାଳିଲେ ପୃଥ୍ୱୀ ପିତା ପରି ଅଧର୍ମ ପଥ ଦୂର କରି। ବିଷ୍ଣୁ ବୈଷ୍ଣବ ଦ୍ୱିଜ ପୂଜା ନିରତେ ଚମ୍ପାବତୀ ରାଜା। କଲେ ବିଧିରେ ମହାବ୍ରତ ବିଷ୍ଣୁ ବୈଷ୍ଣବେ ଅତି ଭକ୍ତ। ହେଲେ ନୃପତି ମାନେ ବସ ନିର୍ମଳେ ପ୍ରସରିଲା ପାଶ। 16,000 ସମ୍ବତ୍ସର ରାଜତ୍ୱ କଲେ ନୃପବର। ଅନ୍ତେ ପାଇଲେ ସ୍ୱର୍ଗପୁର ପୁତ୍ରେ ହୋଇଲେ ରାଜେଶ୍ୱର। କହନ୍ତି କୃଷ୍ଣ ଶୁଣ ରାଜା ସଫଳ ଏକାଦଶୀ ପୂଜା। କରିବେ ଯେଉଁ ନର ନାରୀ ଏଥିରେ ରାଜ୍ୟ ଭୋଗ କରି। ଅନ୍ତେ ପାଇଲେ ସ୍ୱର୍ଗପୁର ଏକା ନିଶ୍ଚୟ ଯୁଧିଷ୍ଠିର। ସେ ଧନ୍ୟକୃତ ପୁଣ୍ୟ ଜାଣ କଲେ ସେ ସଫଳ ସେବନ। ସଫଳା ଏକାଦଶୀ ବ୍ରତ କରେ ଯେ ହୋଇ ବିଧିବନ୍ତ। ନାହିଁ ତହିଁରୁ ଭାଗ୍ୟବନ୍ତ ଯାହାର ଜନ୍ମ ଫଳବନ୍ତ। ନାହିଁ ତହିଁରୁ ଭାଗ୍ୟବନ୍ତ ଯାହାର ଜନ୍ମ ଫଳବନ୍ତ। ଆଉ ସୁଫଳା ଉପାସନ କରେ ଯେ ତା ବିଧି ଶ୍ରବଣ। ସେ ବାଜପେୟ ଫଳ ପାଇ ଦେବଙ୍କ ସଙ୍ଗେ ବସେ ଯାଇ। ଶୁଣିଏ କୃଷ୍ଣର ପ୍ରଭାବ ଆନନ୍ଦେ ଯୁଧିଷ୍ଠିର ଦେବ। କୃଷ୍ଣଙ୍କୁ ସମ୍ଭାବନା କରି ପ୍ରବର୍ତ୍ତେ ଶୁକ୍ଳାକୁ ପଚାରି। ଇତି ଶ୍ରୀ ଭବିଷ୍ୟ ପୁରାଣେ ପୌଷ କୃଷ୍ଣ ସଫଳା ଏକାଦଶୀ ମାହାତ୍ମ୍ୟ ତୃତୀୟ ଅଧ୍ୟାୟ। ହରି ବୋଲ।